ସକାଳୁ ସକାଳୁ ସବୁ କାମ ସାରି ସାରିଲା ପରେ ଭାବିଲି କ'ଣ ଆଜି ବନେଇବି ରୁଟି ତ ଅଛି କେବଳ ଆମେ ମା ଝିଅ ଖାଇବୁ କାରଣ ହବି ଯାଇଛନ୍ତି ତାପରେ ଡ୍ୟୁଟି। ଭାବିଲି କ୍ରିସୁ ତ ବାଇଗଣ ଆଳୁ ଭଜା ଟିକେ ଭଲ ପାଏ, ତାକୁ ଗରମ ଗରମ ଟିକେ ଭାଜି ଦେଲେ ରୁଟିରେ ମା ଝିଅ ମିଶିକି ଖାଇଦେବୁ। ଧାଇଁ ଯାଇଥିଲି ରୋଷେଇ ଘରକୁ, ଗୋଟେ ଆଳୁ, ଗୋଟେ ବାଇଗଣ ଆଉ ଗୋଟେ ପିଆଜ, ଗୋଟେ କଞ୍ଚା ଲଙ୍କା, ସବୁ ତ ଖାଲି ଗୋଟେ ଗୋଟେ କଡ଼େଇ, ଗୋଟେ ପାତିଆ, ଗୋଟେ ଛୁରୀ, ସବୁ ଗୋଟେ ଗୋଟେରେ କାମ ଆଜି ଚଳେଇଦେଲି। ଗୋଟେ 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 ଜିନିଷ ନେଇକି 10ଟା ଜିନିଷକୁ ଘାଣ୍ଟି ଘୁଣ୍ଟା ଦେଇକି ଲୁଣ ହଳଦୀ ଲଙ୍କା ଗୁଣ୍ଡ ପକେଇ ଦେଇକି ତାକୁ ମସ୍ତ ଭାବରେ ଗୋଟେ ଆଇଟମ୍ ବନେଇଦେଲି। ଆଉ ବାଇଗଣଟା ଆଗରୁ ଭଲ ବାଇଗଣ ଆଣେ, ଏଇଥର ବାଇଗଣଟା ଟିକେ ମଞ୍ଜି ବାଇଗଣ ଆଣିଛନ୍ତି, ତଥାପି ସବୁ ବାଇଗଣରୁ ବାଛି ବଛାକି ଏଇ ବାଇଗଣଟି ମୁଁ ଆଣିଥିଲି। କ'ଣ କରିବା, ପେଟରେ ଭୋକ ଅଛି କିନ୍ତୁ ରୋଷେଇ କରିବାକୁ ସକାଳୁ ଇଚ୍ଛା ନାହିଁ, କାରଣ ଏକୁଟିଆ ଲୋକ କ'ଣ ଟିକେ ଖାଇଦେଲେ ଚଳିଯିବ। ତ ଆପଣମାନେ ଯଦି ଘରେ ଏକୁଟିଆ ଥିବେ କ'ଣ ଏଇ ରୋଷେଇବାସ କରିକି ଖାଇବାକୁ ଇଚ୍ଛା ହବ? ରୁଟି ଆଉ ଚାହା ସହିତ ଖାଇଦେଲେ ଚଳିବ କି ନାହିଁ, କିନ୍ତୁ ମୋ ତଣ୍ଟିରେ ରୁଟି ଚାହା ଗଳିବ ନାହିଁ। ସକାଳେ ଟିକେ ବାଇଗଣ ଟମାଟୋ ଗଡ଼ାଗଡ଼ି କରିକି ଚକଟିକି ଖାଇବି, କିନ୍ତୁ ଇଚ୍ଛା ହେଲା ନାହିଁ। ସେଇ ବାଇଗଣ ଆଳୁକୁ ମୁଁ କହିଲି ଭାଜିକି ସୋରିଷ ଲଙ୍କା ଫୁଟେଇକି ତାକୁ କରିକି ଖାଇବି। ମୋର ସିଆଡ଼େ ବୁଲାବୁଲି କରୁଛି, ସକାଳେ ତା ବାବାଙ୍କ ସହିତ ଟିକେ କ'ଣ ଖାଇ ଦେଇଛି, ତାପରେ ମୋ ସହିତ ଯାହାହେଲେ ଟିକେ ଖାଇବ, ଖାଇଲେ ଖାଇଛି ନହେଲେ ନାହିଁ, କାରଣ ସେ ସକାଳେ ଯାହାହେଲେ ଟିକେ ତା ବାବାଙ୍କ ସହିତ ଖାଇଦିଏ। ଖାଇଛି କାରଣ ବାଇଗଣ ଆଳୁ ଭଜା ହେଇଛି, ସେଇଥିପାଇଁ ତାର ଟିକେ ବାଇଗଣ ଆଳୁ ପ୍ରିୟ, ଭଜା ଯେହେତୁ ପ୍ରିୟ। କରିବି ସାଙ୍ଗମାନେ, କ୍ରିସୁ ଏବେ ଯେତେ ଦୁଷ୍ଟ ହେଲାଣି ତାକୁ ସମ୍ଭାଳିବା ବହୁତ କଷ୍ଟ ହଉଛି। ତାକୁ ନ ଡରିଲେ ସେ ମୋ କଥା ମାନିବ? ଛାଡ଼ନ୍ତୁ, ଡରାଡରି କରିକି ଆପଣମାନଙ୍କୁ ମୁଁ ତା ଭିତରେ ରେସିପିଟା ବନେଇ ଦେଇଥିଲି ଆଉ ବହୁତ ଟେଷ୍ଟ ହେଲା। ରହୁଛି, ଜୟ ଜଗନ୍ନାଥ।